ପିଲାମାନେ ପତ୍ର ଲିଖନରେ ଜାଣିବା ବଡ଼ଦିନ ଛୁଟି କିପରି କଟାଇଲ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ। ଆଶା କରୁଛି ଏ ଭିଡ଼ିଓଟି ତୁମମାନଙ୍କ ପାଇଁ ନିଶ୍ଚିତ ଭାବରେ ଉପାଦେୟ ହେବ। ତେବେ ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବ ଏବଂ ବାରମ୍ବାର ଏହାକୁ ଶୁଣି ଆଉ ଲେଖି ଭଲ ଭାବେ ଅଭ୍ୟାସ କରିବ। ଆଉ ଯଦି ଭିଡ଼ିଓଟି ତୁମ ମନ ପସନ୍ଦର ହୁଏ ଲାଇକ୍ଟି ନିଶ୍ଚିତ କରିବ। ପ୍ରଥମେ କ'ଣ ଲେଖିବା ନା ପ୍ରିୟ ବିରଜା, ଏଠି ଯେମିତି ଲେଖା ହେଇଛି ଠିକ୍ ସେମିତି ପ୍ରିୟ ତୁମ ସାଙ୍ଗର ନାଁ ଲେଖିବ। ଡାହାଣ ପଟେ ଚିଠିର ଉପର ଭାଗରେ ସ୍ଥାନର ନାମ ଏବଂ ତାରିଖ ଦେବ, ଯେଉଁ ସ୍ଥାନରୁ ତୁମେ ଚିଠି ଲେଖୁଛ ଏବଂ ସେହି ଦିନର ତାରିଖ ଦେବ। ମୋର ଶୁଭେଚ୍ଛା ନେବ, ଗୁରୁଜନମାନଙ୍କୁ ମୋର ପ୍ରଣାମ ଜଣାଇ ଦେବ, ସାନମାନଙ୍କୁ ମୋର ସ୍ନେହ ଜଣାଇ ଦେବ। ତୁମ ଚିଠି ପାଇଲି, ପଢ଼ି ବହୁତ ଖୁସି ହେଲି। ମୁଁ ବଡ଼ଦିନ ଛୁଟି କିପରି କଟାଇଲି ତାହା ଜାଣିବାକୁ ତୁମେ ଲେଖିଛ। ନିମ୍ନ ଧାଡ଼ିଗୁଡ଼ିକରେ ତାହା ବର୍ଣ୍ଣନା କରୁଅଛି। ଆମ ବିଦ୍ୟାଳୟରେ ବଡ଼ଦିନ ଛୁଟି ଡିସେମ୍ବର ମାସ 23 ତାରିଖରୁ ଆରମ୍ଭ ହେଲା। ଆମ ଗାଁ ପିଲାମାନେ ମିଶି ଗାଁ ଦାଣ୍ଡ ମରାମତି କଲୁ, ପୋଖରୀର ଆବର୍ଜନା ସଫା କଲୁ। ସାଙ୍ଗମାନେ ମିଶି କ୍ରିକେଟ ମ୍ୟାଚ୍ ଖେଳିଲୁ। ବଡ଼ଦିନରେ ଗାଁ ନଈ କୂଳରେ ଭୋଜି କଲୁ। ବାଲିରେ ଦୌଡ଼ ପ୍ରତିଯୋଗିତା ଖୁବ୍ ଆକର୍ଷଣୀୟ ହୋଇଥିଲା। ଗୁଡ଼ି ଉଡ଼ା ପ୍ରତିଯୋଗିତାରେ ମୁଁ ପୁରସ୍କାର ପାଇଲି। ଏହିଭଳି ପିଲାମାନେ ନିଜ ଭାଷାରେ ଅତି ସରଳ ଭାଷାରେ ଚିଠି ଲେଖିପାରିବ। ଆଶା କରୁଛି ତୁମେ ଏତିକି ନିଶ୍ଚିତ ଭାବରେ ବୁଝିପାରିଥିବ। ପ୍ରଥମେ ପ୍ରିୟ ଲେଖିକି ସାଙ୍ଗର ନାମ ଲେଖିବ, ଡାହାଣ ପଟେ ସ୍ଥାନ ଆଉ ତାରିଖ ଦେବ, ତାପରେ ତାକୁ ଶୁଭେଚ୍ଛା ଜଣାଇ ଗୁରୁଜନମାନଙ୍କୁ ପ୍ରଣାମ ଜଣାଇ ଚିଠି ଲେଖିବା ଆରମ୍ଭ କରିବ। ଏସବୁ ମଜା ମଜଲିସ୍ ମଧ୍ୟରେ ବି ମୁଁ ମୋ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେଉଥିଲି। ପ୍ରତିଦିନ 4-5 ଘଣ୍ଟା ପାଠ ପଢ଼ୁଥିଲି। ତୁମେ ବଡ଼ଦିନ ଛୁଟି କିପରି ଭାବରେ କଟାଇଲ ଲେଖି ଜଣାଇବ। ଏତିକିରେ ରହିଲି। ଇତି ତୋର ସାଙ୍ଗ କମା ଦେଇକି ତୁମ ନିଜର ନାମ ଲେଖିବ। ଚିଠି ତଳକୁ ଲେଖିବ ଇତି ତୋର ସାଙ୍ଗ କମା ଯିଏ ଚିଠି ଲେଖୁଛି ତାର ନାମ। ହେଲା ପିଲାମାନେ, ଚିଠି ଲେଖିବା ଅତି ସହଜ। ତୁମେ ବାରମ୍ବାର ଅଭ୍ୟାସ କଲେ ଯେକୌଣସି ଚିଠି ଲେଖିପାରିବ। ଆଶା କରୁଛି ତୁମେ ଏହାକୁ ଭଲ ଭାବେ ବୁଝିପାରିଥିବ। ଚିଠି ତଳକୁ ଶେଷରେ କ'ଣ ଲେଖିବା ପିଲାମାନେ? ଠିକଣା ଲେଖିବା। ବାମ ପଟେ ପ୍ରେରକ, ଡାହାଣ ପଟେ ଗ୍ରାହକ। ପ୍ରେରକ କହିଲେ ଯିଏ ଚିଠି ପଠାଏ, ଗ୍ରାହକ କହିଲେ ଯିଏ ଚିଠି ପାଏ। ପ୍ରେରକରେ ଲେଖିବା ସୋନାଲି ସୁବୁଦ୍ଧି, ଗ୍ରାମ ଭିତରକନିକା, ପୋଷ୍ଟ ରାଜନଗର, ଜିଲ୍ଲା କେନ୍ଦ୍ରାପଡ଼ା। ପିନ୍ ନମ୍ବର ଲେଖିବା। 6 ଅଙ୍କ ବିଶିଷ୍ଟ ପିନ୍ ନମ୍ବର ତୁମେ ଜାଣିଛ। ସେଗୁଡ଼ା ଗ୍ରାହକରେ ତୁମ ସାଙ୍ଗର ନାଁ ଲେଖିବ ବିରଜା ଶବର, ଗ୍ରାମ କଣ୍ଟାବାଞ୍ଜି, ପୋଷ୍ଟ ରେଢ଼ାଖୋଲ, ଜିଲ୍ଲା ବଲାଙ୍ଗୀର। ପୁଣି ପିନ୍ ନମ୍ବର ଲେଖିବ। ହେଲା ପିଲାମାନେ, ଚିଠି ତଳକୁ ରହିବ ଠିକଣା। ଠିକଣା ତଳକୁ ଏଇଭଳି ଗାର ଟାଣି ଲେଖିବ। ବାମ ପଟ ଘରରେ ରହିବ ପ୍ରେରକ, ଡାହାଣ ପଟ ଘରରେ ରହିବ ଗ୍ରାହକ। ପ୍ରେରକ ଯିଏ ପ୍ରେରଣ କରେ ବା ପଠାଏ, ଗ୍ରାହକ କହିଲେ ଯିଏ ଗ୍ରହଣ କରେ ବା ପାଏ। ଏଣୁ ବାମ ପଟେ ପ୍ରେରକ ରହିବ, ଡାହାଣ ପଟେ ଗ୍ରାହକ ରହିବ। ଆଶା କରୁଛି ଭିଡ଼ିଓଟି ଭଲ ଭାବେ ବୁଝିପାରିଥିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଧନ୍ୟବାଦ।